ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରୁଛି। ଆଜି ବିଶିଷ୍ଟ ଅତିଥି ହିସାବରେ ଆମ ଗହଣରେ ଯେ ଉପସ୍ଥିତ ଅଛନ୍ତି ସେ ହେଉଛନ୍ତି ମାନନୀୟ ମୁକ୍ତାନନ୍ଦଜୀ ପରିବ୍ରାଜକ ମହୋଦୟ। ଭାରତୀୟ ଦର୍ଶନ, ବ୍ୟାକରଣ ଏବଂ ସାହିତ୍ୟ ତିନୋଟି ବିଷୟରେ MA କଲା ପରେ ନିଜର ସରକାରୀ ଚାକିରିକୁ ଜଳାଞ୍ଜଳି ଦେଇ ଭାରତୀୟ ଦର୍ଶନ କିଭଳି ଭାବରେ ଜନ ଜନ ପାଖରେ ପହଞ୍ଚି ପାରିବ, ଭାରତୀୟ ଦର୍ଶନ କିଭଳି କ୍ରିୟାନ୍ୱୟନ ହେଇପାରିବ, ସେଥିଲାଗି ସେ ପ୍ରବଜ୍ୟା ପରିବ୍ରାଜକ କାମକୁ ନିଜର ଗ୍ରହଣ କରିଛନ୍ତି। ସାରା ଭାରତରେ ବୁଲି ବୁଲି ଯେଉଁ ବାନପ୍ରସ୍ଥ ଯେଉଁ ସାଧକ ସେମାନଙ୍କୁ ନିର୍ମାଣ କରିବାରେ ଲାଗିଛନ୍ତି। ସୁଦୂର ଗୁଜରାଟରୁ ଆମର ଓଡ଼ିଆ ମାଟିର ପୁଅ ହେଲେ ମଧ୍ୟ ଓଡ଼ିଶାର ଗୁଜରାଟ ତାଙ୍କର ମୁଖ୍ୟ କାର୍ଯ୍ୟକ୍ଷେତ୍ର। ତେଣୁ ଗୁଜରାଟ ମାଟିରୁ ଆମର ଅନୁରୋଧ ରକ୍ଷା କରି ଆସିଛନ୍ତି। ତାଙ୍କୁ ମଧ୍ୟ ସ୍ୱାଗତ ଅଭିନନ୍ଦନ ସହ ଦୀର୍ଘ ନିରାମୟ ଜୀବନ କାମନା କରୁଛି। ଆମ ନିକଟରେ ଆଜି ମୁଖ୍ୟ ବକ୍ତା ଭାବରେ ଆମେ ଯାହାକୁ ପାଉଛେ ସେ ହେଉଛନ୍ତି ମାନନୀୟ ଶ୍ରୀଯୁକ୍ତ କୁଳମଣି ମିଶ୍ର ମହୋଦୟ। ଓଡ଼ିଶା ଶିକ୍ଷା ବିଭାଗରେ ଦୀର୍ଘ ଦିନ କାର୍ଯ୍ୟ କଲା ପରେ ଅବସର ଗ୍ରହଣ କରିଛନ୍ତି। ଅବସର ଗ୍ରହଣ କଲେ ମଧ୍ୟ ଅବସନ୍ନ ହୋଇନାହାନ୍ତି। ଏବେ ବି ଯୁବସଂଘ ଗାମଦାର ସହ ସେ ଶିକ୍ଷା ବିକାଶ ସମିତି ପୂର୍ବ ସମ୍ଭାଗର ସଭାପତି ଦାୟିତ୍ୱ ନିର୍ବାହ କରିବା ସହ ଆମ ପୂର୍ବ ସମ୍ଭାଗରେ ଥିବା ପ୍ରାୟ 150ଟି ଶିଶୁ ମନ୍ଦିରକୁ ପ୍ରତ୍ୟକ୍ଷ ମାର୍ଗଦର୍ଶନ କରୁଛନ୍ତି। ଏ ଅନୁଷ୍ଠାନ ମଧ୍ୟ ତାଙ୍କର ମାର୍ଗଦର୍ଶନ ତାଙ୍କର ଆଶୀର୍ବାଦ ଲାଭ କରିଛି। ସେହିପରି ଭାବରେ ଆଜିର ଏ ମଞ୍ଚର ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଅମରେନ୍ଦ୍ର ସିଂ ମହୋଦୟ ଆମ ମାଣପୁର ବ୍ଲକର ଅଧ୍ୟକ୍ଷ ଭାବରେ ବର୍ତ୍ତମାନ ଦାୟିତ୍ୱ ନିର୍ବାହ କରୁଛନ୍ତି। ଜଣେ ଉଦୀୟମାନ ଯୁବ ନେତା, ଆଜିର ମୁଖ୍ୟ ଅତିଥି ହିସାବରେ ଯାହାକୁ ଆମେ ପାଇଛେ ତାଙ୍କର ଶିଷ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୁରୁ ଭାବେ ତାଙ୍କୁ ଗ୍ରହଣ କରିଛନ୍ତି ଏବଂ ସେହି ପଦାଙ୍କ ମଧ୍ୟ ଅନୁସରଣ କରୁଛନ୍ତି। ଆଜି ଏହି ମଞ୍ଚରେ ଉପସ୍ଥିତ ଅଛନ୍ତି ଏହି ଅନୁଷ୍ଠାନର ସମ୍ପାଦକ ମହୋଦୟ ମାନ୍ୟ ଶ୍ରୀଯୁକ୍ତ ଆଡଭୋକେଟ ଶ୍ୟାମ ସୁନ୍ଦର ମିଶ୍ର। ଏ ଅନୁଷ୍ଠାନ ସହ ଅନେକ ଦିନରୁ ଜଡ଼ିତ। ଅନୁଷ୍ଠାନର ବିପଦ ଆପଦ ସମ୍ପଦ ସବୁଥିରେ ଅକୁଣ୍ଠ ଚିତ୍ତରେ ସହଯୋଗ ସମୟ ପ୍ରଦାନ କରିଛନ୍ତି। ନିଜର ତନ ମନ ଧନ ସବୁକିଛି ଅନୁଷ୍ଠାନ ପ୍ରତି ଅର୍ପଣ କରିବାକୁ ପ୍ରତିଶ୍ରୁତିବଦ୍ଧ। ସେହିପରି ଭାବରେ ଆଜି ସଭାରେ ଯିଏ ସଭାପତିତ୍ୱ କରିବେ, ଅଧ୍ୟକ୍ଷତା କରିବେ, ସେ ହେଉଛନ୍ତି ଏ ଅନୁଷ୍ଠାନର ସଭାପତି ମାନନୀୟ ଶ୍ରୀଯୁକ୍ତ ରାଜକିଶୋର ଗୋପା ମହୋଦୟ। ଏ ମାଟିର ପୁଅ ହିସାବରେ ଆମେ ଜାଣିଛେ ନିକଟସ୍ଥ ଦୁର୍ଗାଚରଣ ଚିଲିକା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ କାର୍ଯ୍ୟକଲା ପରେ ଅବସର ଗ୍ରହଣ କରିଛନ୍ତି। ବିଭିନ୍ନ ଧାର୍ମିକ ସଂସ୍ଥା ଏବଂ ସାମାଜିକ ସଂସ୍ଥା ସହ ନିଜକୁ ଜଡ଼ିତ କରି ରଖିଛନ୍ତି ଏବଂ এই କିଛି ଦିନ ହେଲା ଅନୁଷ୍ଠାନର ସଭାପତି ଦାୟିତ୍ୱ ନିର୍ବାହ କରୁଛନ୍ତି। ତାଙ୍କର ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏ ଅନୁଷ୍ଠାନ ଉତ୍ତରୋତ୍ତର ଉନ୍ନତି ପଥରେ ଆଗେଇ ଚାଲିଛି। ଆଜି ମଞ୍ଚାସୀ ସମସ୍ତ ଅତିଥି ଅଧିକାରୀ ବୃନ୍ଦଙ୍କର ଅତି ସଂକ୍ଷିପ୍ତ ପରିଚୟ ରଖିଲେ ସମୟର ସ୍ୱଳ୍ପତା ଦୃଷ୍ଟିରୁ ସେତିକିରେ ପରିଚୟ ରଖିବାକୁ ବାଧ୍ୟ ହେଉଛି। ସମସ୍ତଙ୍କର ଦୀର୍ଘ ନିରାମୟ ଜୀବନ କାମନା କରୁଛୁ। ଆମ ସମସ୍ତଙ୍କ ତରଫରୁ ଏ ଶିଶୁ ମନ୍ଦିର ତରଫରୁ ଭଗବାନ ମା ଭଗବତୀ ସମସ୍ତଙ୍କୁ ନିରୋଗ ରଖନ୍ତୁ। ତାଙ୍କର ଘଣ୍ଟ ଘୋଡ଼ାଇ ସମସ୍ତଙ୍କୁ ରଖନ୍ତୁ, ତାଙ୍କର ପଣତ ତଳେ ରଖନ୍ତୁ ତଥା ଏ ଅନୁଷ୍ଠାନର ରଜତ ଜୟନ୍ତୀ ଉତ୍ସବରେ ସମ୍ମୁଖରେ ବିରାଜମାନ କରିଥିବା ସମସ୍ତ ଅତିଥି ଅଧିକାରୀ, ବିଜ୍ଞ ପ୍ରାଜ୍ଞ ଅଭିଜ୍ଞ ବ୍ୟକ୍ତି ବିଶେଷ ସମସ୍ତ ଗୁରୁଜନମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ ତଥା ଲଘୁଜନମାନଙ୍କୁ ସ୍ନେହ ଆଶୀର୍ବାଦ ପ୍ରଦାନ କରି ମୋର ଆଜି ପରିଚୟ ପର୍ବକୁ ସାଙ୍ଗ କରୁଛି।
বন্দে উৎকল জননী।